ଏବେ ଆସିଯାଇଛି ନୂଆ ରାସନ କାର୍ଡ଼ ଅନଲାଇନ୍ କରିବା ପାଇଁ ଆବେଦନ ସମୟ ଚାଲି ଆସିଛି। ପ୍ରଥମେ ଆପଣଙ୍କର ମୋବାଇଲ ହେଉ କିମ୍ବା ଆପଣଙ୍କ ଲାପଟପ୍ କି ଆପଣଙ୍କ କମ୍ପ୍ୟୁଟର ହେଉ ଆପଣ ଗଭର୍ଣ୍ଣମେଣ୍ଟ ୱେବସାଇଟ୍ ଯିବେ, ଫୁଡ୍ ସପ୍ଲାଏ କନଜ୍ୟୁମର ୱେଲଫେୟାର ଡିପାର୍ଟମେଣ୍ଟ ପ୍ରଥମେ ଯିବେ। ତାପରେ ସେକେଣ୍ଡ ଯିବେ ଆପ୍ଲାଏ ନ୍ୟୁ କାର୍ଡ଼କୁ ଆପଣ କ୍ଲିକ୍ କରିବେ। ନ୍ୟୁ କାର୍ଡ଼ କ୍ଲିକ୍ କଲା ପରେ ଆପଣଙ୍କର ବର୍ତ୍ତମାନ ଦେଖନ୍ତୁ ଆପଣଙ୍କ ପେଜ୍ ପଳାଇଲା। ଆପଣ ଯଦି ମୋବାଇଲ କରିଥିବେ ତେବେ ଆପଣଙ୍କୁ ଏମିତି ସାରା ଦେଖାଯିବ, କିମ୍ବା ଯଦି ଆପଣ କମ୍ପ୍ୟୁଟର କରିଥିବେ କିମ୍ବା କେଉଁଥିରେ ଲାପଟପ୍ କରିଥିବେ ତେବେ ଆପଣଙ୍କୁ ଏମିତି ଫୁଲ୍ ପେଜ୍ ଶୋ କରିବ। ଓକେ, ତେବେ ଆପଣ କ'ଣ କରିବେ, ଏମିତି ହେଲା ପରେ ଆପଣ ଦେଖନ୍ତୁ ଏଥିରେ ଯେଉଁ ଡାଟା ଦେଇଛି ଆପଣଙ୍କ ଡିଷ୍ଟ୍ରିକ୍ଟ ଦେବେ, ଆପଣଙ୍କ ବ୍ଲକ୍ ଦେବେ, କେଉଁ ଜିପି କି ୱାର୍ଡ଼ ଗ୍ରାମ ପଞ୍ଚାୟତ କିମ୍ବା ୱାର୍ଡ଼ ଦେବେ, ତାପରେ କେଉଁ ଭିଲେଜ୍ ଦେବେ, ତାପରେ ପ୍ଲଟ୍ ନମ୍ବର ଦେଲେ ଚଳିବ, ପିନ୍କୋଡ଼୍ କମ୍ପଲସରି ଦେବାକୁ ପଡ଼ିବ। ଓକେ, ତାପରେ କ'ଣ କରିବେ, ଆପଣଙ୍କର ଦେଖିବେ କେତେ ଜଣଙ୍କୁ ଆପଣ ଆଡ଼୍ କରିବେ ସେ ଅନୁସାରେ ଆପଣ ଏଠି କ୍ଲିକ୍ କରିବେ। ଯଦି ଆପଣଙ୍କୁ 3 ଜଣ ଆଡ଼୍ କରିବେ ତେବେ 3 ଜଣଙ୍କୁ ଆପଣ କ୍ଲିକ୍ କରିବାକୁ ପଡ଼ିବ, କିମ୍ବା ଜଣକୁ ଯଦି ଆପଣ 2 ଜଣ କରିବେ ତାପରେ ଜଣକୁ ଆପଣ କ୍ଲିକ୍ କରିବାକୁ ପଡ଼ିବ। ଓକେ, ତ ଏଠି କ'ଣ କରିବେ, ଏଠି ଆପଣଙ୍କର ପ୍ରଥମେ ନାଁ ଲେଖିଦେବେ। ଏଠି ଆପଣ ନାଁ ଲେଖିଦେବେ, ଇଂଲିଶ ଲେଖିବେ, ତାପରେ ଏଠି ଓଡ଼ିଆ ବି ଲେଖିବେ, ତାପରେ ଜେଣ୍ଡର କ'ଣ ମେଲ୍ ଫିମେଲ୍ ଆପଣ ଚୁଜ୍ କରିବେ। ତାପରେ ଆଉ ଟିକେ ସ୍କିପ୍ କରିଦେବେ, ଆଉ କାହିଁକିନା ଆପଣଙ୍କର ମୋବାଇଲ ଫୁଲ୍ ଶୋ କରିବନି, ତେଣୁ କ'ଣ ଅଛି ଆପଣ ଏଠି ଆପଣଙ୍କର ଡେଟ୍ ଅଫ୍ ବାର୍ଥକୁ ଲେଖିବେ। ତାପରେ ଆପଣ ରିଲେସନସିପ୍ ଯେଉଁ ଆପଣଙ୍କର ଯିଏ ହେଡ଼୍ ଥିବେ ତାଙ୍କର କ'ଣ ରିଲେସନ୍ ହେବେ। ଓକେ, ତାପରେ ନେକ୍ସଟ ଯିବେ ଏପିକ୍ ନମ୍ବର। ଓକେ, ଏପିକ୍ ନମ୍ବରରେ କ'ଣ ଆସିବ ଆପଣଙ୍କ ଏପିକ୍ ନମ୍ବରରେ ଯେଉଁ ଭୋଟର କାର୍ଡ଼ ଅଛି ସେଇଟା ଆପଣ ଏଠି ଲେଖିବେ। ଏପିକ୍ କାର୍ଡ଼ ପରେ ଆପଣଙ୍କର ଆସିଯିବ ଭୋଟର କାର୍ଡ଼, ଆଧାର କାର୍ଡ଼ ମଧ୍ୟ ଆପଣ ଏଠି ଏଣ୍ଟ୍ରି କରିବେ। ଆଧାରର ଏନରୋଲମେଣ୍ଟ ନମ୍ବର ଏଠି ଲେଖିଲେ ଚଳିବ, ନ ଲେଖିଲେ ମଧ୍ୟ ଚଳିବ। ତାପରେ ଆପଣଙ୍କୁ ଆସିଯାଉଛି ଫାଦର୍ସ ନେମ୍, ଆପଣ ଯାହା ନାଁ ସେଠି ଲେଖିଥିବେ ଆପଣ ଏଇଠି ତାଙ୍କ ଫାଦର୍ସ ନାଁ ଲେଖିବେ, ଇଂଲିଶ ଲେଖିବେ, ଓଡ଼ିଆ ମଧ୍ୟ ଲେଖିବେ, କିମ୍ବା ଇଂଲିଶରେ ଲେଖିଲେ ଚଳିବ। ତାପରେ ସ୍ପାଉସ୍ ନେମ୍ ଆପଣ କ'ଣ ଲେଖିବେ, ତାଙ୍କ ସ୍ତ୍ରୀ ନାଁ ଲେଖିବେ। ତାପରେ ଏଠି ଦେଖନ୍ତୁ ଗୋଟେ ସ୍ପେଶାଲ୍ କାଷ୍ଟ ଲେଖିଛି। ଓକେ, ସ୍ପେଶାଲ୍ କାଷ୍ଟ ମାନେ ଆପଣ ପ୍ରଥମେ କ୍ଲିକ୍ କରିବେ କ'ଣ, ଆଉ ଦେଖନ୍ତୁ ଆପଣ ଏଠି ସ୍ପେଶାଲ୍ କାଷ୍ଟରେ ଆପଣ କ୍ଲିକ୍ କଲେ ଆପଣ ଏଠି ସବୁ ଆସିଯିବ କ'ଣ ନା, ଆପଣ ଯେଉଁ ଦେଖନ୍ତୁ ଏଠି ସବୁ ହାଣ୍ଡିକ୍ୟାପ୍ ଆଉଛି କି ସବୁ ଯେମିତି ଆଉଛି ସବୁ, ତ ଏଇ ଯେଉଁ ରହିଲା ଆପଣ ଯଦି ହାଣ୍ଡିକ୍ୟାପ୍ ହେଇଥିବ କି ଯାହା ହେଇଥିବ ତ ଆପଣ ସେଠି କ୍ଲିକ୍ କଲେ ଆପଣଙ୍କ କାର୍ଡ଼ଟି ଶୀଘ୍ର ଚାଲି ଆସିବ। ଓକେ, ତ ତାପରେ ଆମେ ତଳକୁ ଯିବା। ତଳକୁ ଗଲା ପରେ ଦେଖନ୍ତୁ ଆପଣଙ୍କର ଲେଖା ହେଇଛି ତଳେ ଏଠି କ'ଣ ଅଛି ଆପଣଙ୍କର RICFAPS ମାନେ ଆପଣ ଯେଉଁ ଡିଲର ପାଖରୁ ଆପଣଙ୍କ ରାସନ ଆଣୁଥିବେ ସେଇ ଡିଲର ନାଁ ଲେଖିବେ। ତାପରେ ଅଟୋ, ତାପରେ ଏଠି ଲେଖିବେ ମୋବାଇଲ ନମ୍ବର ଦେବେ, ତାପରେ ବ୍ୟାଙ୍କ ନେମ୍ ଦେବେ, ତାପରେ ସେ ଯେଉଁ ଅଛି ଆପଣଙ୍କର ବ୍ୟାଙ୍କର ଆଇଏଫ୍ଏସସି କୋଡ଼ ନମ୍ବର ଦେବେ ଏବଂ ଆକାଉଣ୍ଟ ନମ୍ବର ମଧ୍ୟ ଏଠି ଦେବେ। ଓକେ, ତାପରେ ଆକାଉଣ୍ଟ ହୋଲ୍ଡରର କ'ଣ ଅଛି ଏଠି ନା, ଆକାଉଣ୍ଟ ହୋଲ୍ଡରର ନେମ୍କୁ ଏଠି କ୍ଲିକ୍ କରିଦେବେ। ଓକେ, ନେମ୍ କ୍ଲିକ୍ କରିସାରିଲା ପରେ ଏଠି ଆପଣ ଅଛି କ'ଣ ନା ସେଭ୍ ଅଛି, ସେଭ୍ କରିବେ ଏବଂ ପ୍ରିଣ୍ଟ ଆକ୍ନୋଲେଜମେଣ୍ଟକୁ ଆପଣ କ୍ଲିକ୍ କରିବେ। ଆପଣଙ୍କର ଯେତେବେଳେ ବି ସେଇଟା ଆପଣଙ୍କର ଡାଉନଲୋଡ଼ ହେଇଯିବ ଆପଣ ଆପଣଙ୍କ ରାସନ କାର୍ଡ଼ ପାଇଲା ପର୍ଯ୍ୟନ୍ତ ସେ ପେଜ୍ଟା ଆପଣ ରଖିଥିବେ। ଯଦି ଭିଡ଼ିଓଟି ଭଲ ଲାଗିଥିବ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଭିଡ଼ିଓକୁ ଲାଇକ୍ ସେୟାର କରିବାକୁ ଭୁଲିବେନି। ଓକେ, ଜୟ ହିନ୍ଦ, ଜୟ ଜଗନ୍ନାଥ।